ଦେଖୁଛନ୍ତି କବାଟ କିଳି ଦେଉଛନ୍ତି ବାବୁ ଆମକୁ ଦେଖିଲା ପରେ କାହିଁକି ନା ଏତେ ଟଙ୍କା ଇନକମ୍ କରିଛନ୍ତି ଆଉ ଇନକମ୍ର କିଛି ମାପ ପାଉନାହାନ୍ତି କାହିଁକି ନା କରିଥିଲେ ସରକାରୀ ଚାକିରି ଆଉ ନେଉଥିଲେ ମୋଟା ଅଙ୍କର ଉପରି ଆମକୁ ଦେଖିଲା ପରେ କବାଟ କିଳି ଦେଉଛନ୍ତି କାହିଁକି ନା ବାବୁ ଏତେ ଟଙ୍କା ଇନକମ୍ କରୁଛନ୍ତି ଏବେ ମୁହଁ ଦେଖାଇବା ପାଇଁ ମଧ୍ୟ ଲାଜ କରୁଛନ୍ତି କାହିଁକି ନା ଯେବେ ଗଣମାଧ୍ୟମ ଯେତେବେଳେ ଆସିଛନ୍ତି ଆଉ ଇଏ କବାଟ ମଧ୍ୟ ଭିତରୁ ଲକ୍ କରିଦେଇଛନ୍ତି କାହିଁକି ମୁହଁ ଦେଖିବା ପାଇଁ ଆଉ ସିଏ ଲାଜ କରୁଛନ୍ତି ଆପଣଙ୍କୁ ସିଧାସଳଖ ଦୃଶ୍ୟ ଦେଖେଇବି ଇଏ ଘରର ଦୃଶ୍ୟ ଆଉ ଇଏ ଯେତେବେଳେ ଭିଜିଲାନ୍ସ ଆଙ୍କ ଘରେ ରେଡ୍ କରିଛି ଆଉ ରେଡ୍ ପରେ ଏବେ ବାବୁ ଜଣକ ଏବେ ମୁହଁ ଲୁଚାଉଛନ୍ତି ଆମକୁ ଦେଖି ମଧ୍ୟ ଇଏ ଆଜ୍ଞା କ'ଣ ପାଇଁ ଭିଜିଲାନ୍ସ ରେଡ୍ କଲା କେତେ ଟଙ୍କା କେତେ ଟଙ୍କା ଆଣିଥିଲେ କେଉଁଠୁ ଦେଖୁଛନ୍ତି କବାଟ କିଳି ଦେଉଛନ୍ତି ବାବୁ ଆମକୁ ଦେଖିଲା ପରେ କାହିଁକି ନା ଏତେ ଟଙ୍କା ଇନକମ୍ କରିଛନ୍ତି ଆଉ ଇନକମ୍ର କିଛି ମାପ ପାଉନାହାନ୍ତି କାହିଁକି ନା କରିଥିଲେ ସରକାରୀ ଚାକିରି ଆଉ ନେଉଥିଲେ ମୋଟା ଅଙ୍କର ଉପରି ଆଉ ଉପରି ଟଙ୍କାରେ ଏଠି ରାଜଧାନୀରେ ମଧ୍ୟ କାୟା ବିସ୍ତାର କରିବା ପାଇଁ ଚେଷ୍ଟା କରୁଥିଲେ କାହିଁକି ନା ଦୁଇଟି ଯେଉଁ ରାଜଧାନୀର ଘାଟିକିଆ ଅଞ୍ଚଳରେ ଔରା ଭିଲାରେ ଦୁଇଟି ଫ୍ଲାଟ୍ ମଧ୍ୟ କିଣିଛନ୍ତି ବାବୁ ଆଉ ନିଜେ ରହିବା ସହିତ ଜଣେ ସମ୍ପର୍କୀୟକୁ ମଧ୍ୟ ଭଡ଼ା ସୂତ୍ରରେ ଦେଇଛନ୍ତି ସେ ଘରକୁ ଆଉ ଯେତେବେଳେ ଭିଜିଲାନ୍ସ ଟିମ୍ ବର୍ଷା ଦିନରେ ଝାଳ ବୁଆ ଜେରା କରିଛି ଆଉ ବାବୁ ପୁରା ମୌନ ବ୍ରତ ପାଳିଛନ୍ତି କାହିଁକି ନା ହିସାବ ପତ୍ର କିଛି ଦେଇପାରୁନାହାନ୍ତି ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରିକ ଘର ଯେତେବେଳେ ରେଡ୍ ହୋଇଛି ଇଏ ହେଉଛି ଆଉ ଏକ ଯେଉଁ ଫ୍ଲାଟ୍ ରହିଛି ଔରା ଭିଲାରେ ଇଏ ହେଇଛି ଆଉ ଏକ ଫ୍ଲାଟ୍ ଆଉ ଏଠି ବାବୁ ପୁରା ଇଏ ଭଡ଼ା ସୂତ୍ର ଯେଉଁ ତାଙ୍କ ଶୁଣାଯାଉଛି କି ସମ୍ପର୍କୀୟ ରହିଛନ୍ତି ଭଡ଼ା ସୂତ୍ରରେ ଏ ଘରକୁ ଦେଇଥିଲେ ଆଉ ୟା ଭିତରେ ମଧ୍ୟ ଭିଜିଲାନ୍ସ ଟିମ୍ ଆସି ଘାଣ୍ଟୁଛି କାହିଁକି ନା ବାବୁ ପୁରା ମୁଁ କ୍ୟାମେରା ପର୍ସନ ଦେବାଶିଷକୁ ଦେଖିବାକୁ ଚାହିଁବି ପୁରା ସାମ୍ନା ସାମ୍ନି ଯେଉଁ ଫ୍ଲାଟ୍ ଦୁଇଟି ରହିଛି ସାମ୍ନା ସାମ୍ନି ଫ୍ଲାଟ୍ ଦୁଇଟି ନେଇଥିଲେ ଆଉ ନିଜେ ରହିବା ସହ ଆଉ ଗୋଟେ ଏକ ସାମ୍ନା ପଟେ ତାଙ୍କ ସମ୍ପର୍କୀୟକୁ ଭଡ଼ା ସୂତ୍ରରେ ଦେଇଥିଲେ ଆଉ ୟାଙ୍କୁ ମଧ୍ୟ ଛାଡ଼ି ନାହିଁ ଭିଜିଲାନ୍ସ ଟିମ୍ କାହିଁକି ନା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯେତେବେଳେ ଭିଜିଲାନ୍ସ ରେଡ୍ କରିଛି ଏକକାଳୀନ 8ଟି ସ୍ଥାନରେ ରେଡ୍ କରିଛି ଆଉ ରେଡ୍ ପରେ ତନ୍ନ କରି ଯାଞ୍ଚ କରୁଛି କିନ୍ତୁ ଏ ଦୃଶ୍ୟ ଦେଖେଇବି ଯେତେବେଳେ ଭିଜିଲାନ୍ସ ଟିମ୍ ଆସି ହିସାବ କରୁଛି ପାଖାପାଖି ଲକ୍ଷେ ଟଙ୍କାର କ୍ୟାସ୍ ଏଠି ନଗଦ ମିଳିଛି ଆଉ କେତେ ଟଙ୍କା ଇଏ ବାବୁ ଜଣକ ଏକ୍ଜିଟ୍ କରିଥିଲେ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିବ କାହିଁକି ନା ଏବେ ଭିଜିଲାନ୍ସ ତରଫରୁ କୌଣସି ସଠିକ୍ର ହିସାବ ନିକାତ ଦିଆଯାଇ ନାହିଁ କିନ୍ତୁ ଏସବୁ ଘର ଦେଖେଇବି ଇଏ ଏକ ଭଡ଼ା ସୂତ୍ରରେ ଦିଆହେଇଥିଲା ଆଉ ଭଡ଼ା ସୂତ୍ର ଦେବା ପରେ ବାବୁ ଭଡ଼ା ମଧ୍ୟ ଭୁବନେଶ୍ୱରରୁ ନେଉଥିଲେ କାହିଁକି ଚାକିରି କରିଥିଲେ ଅନୁଗୁଳରେ କିନ୍ତୁ କାୟା ବିସ୍ତାର କରିଥିଲେ ଭୁବନେଶ୍ୱରରେ ଏ ବାବୁ ଜଣକ ଯେତେବେଳେ ଭିଜିଲାନ୍ସ ନଜରକୁ ଆସିଥିଲେ ଆଉ ଭିଜିଲାନ୍ସର ଯେଉଁ ରହିଛି କୋର୍ଟ ସୁନ୍ଦରଗଡ଼ କୋର୍ଟ ରହିଛି ଆଉ ସୁନ୍ଦରଗଡ଼ କୋର୍ଟଙ୍କ ତତ୍ତ୍ୱାବଧାନରେ ଏହାଙ୍କୁ ଏକ ୱାରେଣ୍ଟ ଇସ୍ୟୁ ହୋଇଥିଲା ଆଉ ଏହାପରେ ଭିଜିଲାନ୍ସ ଟିମ୍ ଏକକାଳୀନ ରେଡ୍ କରିଛି ଆଉ ରେଡ୍ ପରେ ପାଖାପାଖି ଲକ୍ଷେ ଟଙ୍କାରୁ ଉପର କ୍ୟାସ୍ ଆଉ ବିଭିନ୍ନ ଦାମିକିଆ ଜିନିଷ ସହ ଆଉ କେତେ ଜାଗାରେ ଏ ବାବୁ ଜଣକ ନିଜ ସମ୍ପତ୍ତି ବଢ଼ାଇଥିଲେ ଆଉ ଚାକିରି କରି ପୁରା ଉପରି ନେଇ ପୁରା ମୌଜ କରିଥିଲେ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିବ ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଦେବାଶିଷଙ୍କ ସହ ହରେକୃଷ୍ଣ ଗିରି ପ୍ରତିଦିନ ଟିଭି।